ହ୍ୟାଲୋ ବନ୍ଧୁ କୃପା ସିନ୍ଧୁ ଆପଣଙ୍କୁ ଆଉ ଗୋଟେ ବ୍ଲଗ୍ରେ ସ୍ୱାଗତ। ତ ମୁଁ ଆପଣଙ୍କୁ କହିଥିଲି ଯେ ନେକ୍ସଟ ବୁଧବାର ଏଠୁ ସେଠୁ ଆରମ୍ଭ କରିକି ପୁରା ଏଇ ପର୍ଯ୍ୟନ୍ତ ଯେଉଁଟାକି ଗଛ ଲଗା ହେବ। ଆମର ପ୍ରହ୍ଲାଦ ଭାଇନା ଗଛ ଆଣିଛନ୍ତି। ଭାଇନା କି ଗଛ ଆଣିଛ? ଆଜି ସାରା ଖାଲି ଟମାଟୋ ଗଛ ଆଣିଛି, ହଁ ଆଉ ପତ୍ରକୋବି ଆଣିଛି, ହଁ ଆଉ ଫୁଲକୋବି ଆଣିଛି। ଆଚ୍ଛା, ଇଏ ହେଲା ସେଇ ସବୁ ଗଛ ଦେଖିପାରୁଥିବେ। ଇଏ ହେଲା ଟମାଟର ଗଛ, ଆଉ ସିଏ ହେଲା ଫୁଲକୋବି ଗଛ। ତ ଏଇ ସବୁ ଗଛକୁ ଆମେ ପୁରା ଲାଷ୍ଟ ପର୍ଯ୍ୟନ୍ତ ଲଗେଇବୁ। ଆଉ ଗଛ ଲଗା ଆରମ୍ଭ ହେଇଗଲାଣି। ଅଲରେଡ଼ି 3-4 ଲାଇନ୍ ଲଗେଇ ସାରିଲୁଣୁ। ଆଉ ପ୍ରହ୍ଲାଦ ଭାଇନା ଗଛ ଲଗେଇବାରେ ବ୍ୟସ୍ତ ବି ଅଛନ୍ତି, ଆଉ ମୁଁ ଖୋଳିବାରେ ବ୍ୟସ୍ତ। ମୁଁ ଖୋଳି ଯାଉଛି, ପ୍ରହ୍ଲାଦ ଭାଇନା ଗଛ ଲଗେଇ ଯାଉଛନ୍ତି। ଭାଇନା ଏହାପରେ ପାଣି ଦେବାକୁ ପଡ଼ିବ ତ? ହଁ, ପାଣି ପକାଇବାକୁ ପଡ଼ିବ, ଗ୍ଲାସ୍ ଲାଏ ପାଣି ପକାଇବାକୁ ପଡ଼ିବ, କାହିଁକିନା ମାଟିଟା ତାର ଚେରଟା ଭିଡ଼ିବ। ତ ଏଠୁ ସେଇ ପର୍ଯ୍ୟନ୍ତ ଗଛ ଲଗେଇବୁ, ତାପରେ ପାଣି ଦେବୁ। ଆପଣ ତ ଦେଖିଥିବେ ଏଇ ବଗିଚା ଆଗରୁ ମୁଁ ଆପଣଙ୍କୁ ଦେଖେଇଛି ଯେ କେମିତି ସବୁ ଗଛ ଲାଗିଛି। ଆଉ ଯେଉଁ ଗଛ ହେଇଗଲାଣି ସେଇ ଗଛକୁ ପାଣି ଦେବୁ। ଏଇ ସବୁ ଲାଇନ୍ରେ ତ ଅଲରେଡ଼ି ଗଛ ଲାଗିଯାଇଛି ଅଲରେଡ଼ି। ଆଉ ଏଇ ଲାଇନ୍ରେ ଯେଉଁଟାକି ଗଛ ଲାଗିନି, ମୁଁ ଆପଣଙ୍କୁ କହିଥିଲି ବୁଧବାର ଦିନ ଲଗାଇବା ପାଇଁ। ଆଉ ଆଜି ହେଲା ବୁଧବାର, ଆଜି ପୁରା ଲାଷ୍ଟ ପର୍ଯ୍ୟନ୍ତ ଲଗାଉଛୁ। ଦେଖିନିଅନ୍ତୁ କେମିତି ଟମାଟର ଗଛ ଲଗାଯାଏ। ହ୍ୟାଲୋ ସାଙ୍ଗମାନେ, ତ ଆମର ଏବେ ଗଛ ଲଗା ସରିଯାଇଛି। ଏବେ ପ୍ରହ୍ଲାଦ ଭାଇନା ନେଇକି ପାଣି ଦେଉଛନ୍ତି ସବୁ ଜାଗାରେ। ଦେଖିପାରୁଥିବେ ଯେ ଏଠୁ ଆମେ ଆଜି ଆରମ୍ଭ କଲୁ ଗଛ ଲଗେଇବାର, ଟମାଟର ଗଛ, ବୁଝିଲେ। ଏଠୁ ଆମେ ସେଇ ପୁରା ଲାଷ୍ଟ ପର୍ଯ୍ୟନ୍ତ ଏବେ ପ୍ରହ୍ଲାଦ ଭାଇନା ଆମର ପାଣି ଦେଉଛନ୍ତି। ସବୁ ଜାଗାରେ ଲଗେଇଲା ପରେ ପାଣି ଦେଉଛନ୍ତି। ଏମିତି ଶୋଇପଡ଼ିଛି ଗଛ ଯାକ, ସବୁ ଗଛ ଏମିତି ଶୋଇପଡ଼ିଛି। ୟାକୁ କମ୍ ସେ କମ୍ 1-2 ଦିନ ଲାଗିବ, କାହିଁକିନା ଏ ଚେର ଧରିଲା ପରେ ହିଁ ଏ ଗଛ ଠିଆ ହେବ। ତ ଭାଇନାଙ୍କର ଏବେ ପାଣି ଦିଆ ଚାଲିଛି। ଭାଇନା ସାର ଫାର ଦେବ ନା ନାଇଁ? ଆଉ 2 ଦିନ ପରେ ଏବେ ସବୁ ଆଗରେ ଗ୍ଲାସ୍ ଲାଖେ ପାଣି ପିଆଉଛ ନା କ'ଣ? ପିଆଇ ଦେଉଛ? ଆଚ୍ଛା। ତ ସାଙ୍ଗମାନେ ଦେଖିପାରୁଥିବେ ସବୁ ଜାଗା ଆମର ଗଛ ଏଇ ପର୍ଯ୍ୟନ୍ତ ଲାଗିଯାଇଛି ଅଲରେଡ଼ି। ଏତିକି, ହଁ, ଏଇ ଲାଇନ୍ରେ ଗଛ ଲଗାଇବା ସରିଛି। ଆଉ ପୁରା ସେଇ ଲାଷ୍ଟ ପର୍ଯ୍ୟନ୍ତ। ଆଉ ଏଇ ଲାଇନ୍ରେ ତ ଅଲରେଡ଼ି ଗଛ ଲାଗିଯାଇଛି। ମୁଁ ପାଣି ଏବେ ଦେଉଛି, ଦେଖିପାରୁଥିବେ ପାଣି ଫୁଲ୍ ହେଇଗଲାଣି। ଯାଇକି ପାଣିଟା ଚେଞ୍ଜ କରିଦେବା। ତ ଦେଖିପାରୁଥିବେ ଆପଣମାନେ। ଦେଖଉଛି ମୁଁ ଆପଣଙ୍କୁ ଆଉ ଟିକେ ପରେ। ଓକେ।